ମିଥୁନ ରାଶି ପାଇଁ ଅପ୍ରେଲ ମାସରେ ଗ୍ରହ ଜଗତର ରାଜା ତଥା ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସବୁଠାରୁ ଶକ୍ତିଶାଳୀ ମହାଗ୍ରହ ସୂର୍ଯ୍ୟ ମହାଗ୍ରହଙ୍କର ଗୋଚର ମିଥୁନ ରାଶି ପାଇଁ ଅଦ୍ଭୁତପୂର୍ବ ସଫଳତା ଆଣିଦେବ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ଅପ୍ରେଲ ମାସର ପ୍ରଥମାର୍ଦ୍ଧରେ ସୂର୍ଯ୍ୟ ମିଥୁନ ରାଶିର ଦଶମ ଭାବ ମୀନ ରାଶିରେ ଅବସ୍ଥାନ କରିଥିବେ। ଏହି ସମୟରେ ମିଥୁନ ରାଶିଜାତ ବ୍ୟକ୍ତି କର୍ମକ୍ଷେତ୍ରରେ ତେଜିଆନ ଓ ଶକ୍ତିଶାଳୀ ରହିବେ। ସରକାରୀ କ୍ଷେତ୍ରରେ ବିଶେଷତଃ ଆଇନ, ମେଡିକାଲ ସାଇନ୍ସ, ମିଲିଟାରୀ ଓ ଶିକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ମିଥୁନ ରାଶି ବ୍ୟକ୍ତିବିଶେଷ ଏହି ସମୟରେ ନିଜସ୍ୱ କାର୍ଯ୍ୟଶୈଳୀ ଦ୍ୱାରା ସହକର୍ମୀ ଓ ଉପରିସ୍ଥ ଅଧିକାରୀଙ୍କ ଉପରେ ପ୍ରଭାବ ବିସ୍ତାର କରିବାକୁ ସମର୍ଥ ହେବେ। ଚାକିରିରେ ଏହି ସମୟରେ ପ୍ରମୋସନର ଯୋଗ ରହିଅଛି। ମିଥୁନ ରାଶିର ଏକାଦଶ ସ୍ଥାନକୁ ସୂର୍ଯ୍ୟ ମହାଗ୍ରହ ଆସିଲେ ରହିଥିବା ସମସ୍ତ ଇଚ୍ଛା ପୂରଣ ହେବାର ବହୁତ ସମ୍ଭାବନା। ମିଥୁନ ରାଶିରେ ଲଗ୍ନ ଭାବରେ ଅବସ୍ଥିତ ବୃହସ୍ପତି ନୈତିକତାରେ ଉନ୍ନତି ଆଣିବା ସହିତ ସ୍ଥିତପ୍ରଜ୍ଞ କରାଇବେ। ବୌଦ୍ଧିକ ବିକାଶ ଘଟିବ। ଧର୍ମ, କର୍ମ ଓ ଦେବଦର୍ଶନ ପାଇଁ ମନ ଭିତରେ ଆଗ୍ରହ ସୃଷ୍ଟି ହେବ। ଅପ୍ରେଲ ମାସରେ ମିଥୁନ ରାଶିର ଆର୍ଥିକ ସ୍ଥିତି ବେଶ ସନ୍ତୋଷଜନକ ରହିବ। ମିଥୁନ ରାଶିର ଲାଭ ସ୍ଥାନରେ ଅବସ୍ଥାନ କରିଥିବା ଲାଭ ଭାବର ଅଧିପତି ମଙ୍ଗଳ ମହାଗ୍ରହ ବିଭିନ୍ନ ପ୍ରକାରରୁ ତଥା ବିଭିନ୍ନ ଉପାୟରେ ଧନ ପ୍ରଦାନ କରାଇବେ। ଇଲେକ୍ଟ୍ରିକାଲ ଓ ଇଲେକ୍ଟ୍ରୋନିକ୍ସ, ରିଏଲ ଇଷ୍ଟେଟ୍ ବିଜନେସ୍, ଜମିବାଡ଼ି ଓ ସମ୍ପତ୍ତି ବାଡ଼ି କିଣାବିକା ଏବଂ ଘର ତିଆରି ସାମଗ୍ରୀର ବ୍ୟବସାୟ କରୁଥିବା ମିଥୁନ ରାଶି ଜାତ ବ୍ୟକ୍ତି ଏହିସବୁ କ୍ଷେତ୍ରରୁ ପ୍ରବଳ ଅର୍ଥ ଉପାର୍ଜନ କରିବାରେ ସକ୍ଷମ ହେବେ। ସରକାରଙ୍କ ସହିତ ଅନୁବନ୍ଧିତ ରହି ନିର୍ମାଣ କାର୍ଯ୍ୟ, କଣ୍ଟ୍ରାକ୍ଟ କରୁଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ସମୟଟି ସବୁଠାରୁ ଭଲ ସମୟ ରହିବ କହିଲେ ଅତ୍ୟୁକ୍ତି ହେବ ନାହିଁ। କିନ୍ତୁ ଅପ୍ରେଲ ମାସରେ ବୁଧ ମହାଗ୍ରହ ନିଜ ନୀଚ ରାଶି ମୀନ ରାଶିରେ ଅବସ୍ଥାନ କରିବା ସମୟରେ ବାଣିଜ୍ୟ ବ୍ୟବସାୟ କ୍ଷେତ୍ରକୁ ସାମାନ୍ୟ ପ୍ରଭାବିତ କରିବାର ସମ୍ଭାବନା ରହିଅଛି। ତେଣୁ ଜିନିଷ କିଣାବିକା ସମୟରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବେ। ମିଥୁନ ରାଶିର ଧନ ଭାବର ଅଧିପତି ଚନ୍ଦ୍ର ଏକ ଗତିଶୀଳ ଓ ଚଞ୍ଚଳ ମହାଗ୍ରହ ହୋଇଥିବାରୁ ଏହି ମାସରେ ଧନ ଭାବରେ ସର୍ବଦା ଉତ୍ଥାନ ପତନ ଲାଗି ରହିବ ସତ, କିନ୍ତୁ ଧନକାରକ ଗ୍ରହ ବୃହସ୍ପତି ଲଗ୍ନ ଭାବରେ ଅବସ୍ଥାନ କରିଥିବାରୁ ମାସର ଶେଷ ଭାଗରେ ଧନ ଭାବରେ ସ୍ଥିରତା ରକ୍ଷା କରିବେ। ସେହିପରି ପରିବାର ଭାବର ଅଧିପତି ମଧ୍ୟ ଚନ୍ଦ୍ରଗ୍ରହ ହୋଇଥିବାରୁ ପାରିବାରିକ ସଦସ୍ୟମାନେ ପରସ୍ପର ସହିତ ଏକ ଭାବନାତ୍ମକ ଭାବରେ ସର୍ବଦା ଯୋଡ଼ି ହୋଇ ରହିବେ। ପାରସ୍ପରିକ ବୁଝାମଣାରେ ପରିବାରର ସବୁ କଥା ସମାଧାନ ହେବ। ସମସ୍ତେ ସମସ୍ତଙ୍କ ପ୍ରତି ସହାନୁଭୂତିଶୀଳ ହେବେ। ପରିବାରରେ ସୁଖ ଶାନ୍ତି ବିରାଜମାନ କରିବ। ଆଗାମୀ ଦିନରେ ଘରେ ମାଙ୍ଗଳିକ କାର୍ଯ୍ୟ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯିବ। ପରିବାରର ସମସ୍ତ ସଦସ୍ୟ ଏକାଠି ମିଶି ତୀର୍ଥାଟନ ବା ଦେବଦର୍ଶନ ପାଇଁ ଯିବାର ବହୁତ ସୁଯୋଗ ଆସିବ। ଅପ୍ରେଲ ମାସରେ ମିଥୁନ ରାଶିର ପ୍ରେମ ସମ୍ପର୍କ ବିଷୟ ଆଲୋଚନା କଲେ ଜଣାଯାଏ ଏହି ମାସରେ ମିଥୁନ ରାଶିର ପଞ୍ଚମ ଭାବର ଅଧିପତି ଶୁକ୍ର ଭଲ ସ୍ଥିତିରେ ରହୁଥିବାରୁ ପ୍ରେମ ସମ୍ପର୍କରେ ପ୍ରଗାଢ଼ତା ଆସିବ। ରୋମାଣ୍ଟିଜିମ୍ ଭିତରେ ଉଭୟ ପ୍ରେମୀ ଯୁଗଳ ସମୟ କାଟିବେ, କିନ୍ତୁ
ସର୍ବ ଅମଙ୍ଗଳକାରୀ ଗ୍ରହ ମଙ୍ଗଳଙ୍କର ଦୃଷ୍ଟି ପ୍ରେମଭାବ ଉପରେ ରହୁଥିବାରୁ ସମୟ ସମୟରେ ସାମାନ୍ୟ କଥାକୁ କେନ୍ଦ୍ର କରି ପ୍ରେମୀ ଯୁଗଳଙ୍କ ଭିତରେ କଥା କଟାକଟି ହୋଇ ମୁହଁ ଫୁଲାଫୁଲି ହେବାର ସମ୍ଭାବନା ରହିଅଛି। ଅବିବାହିତ ରହିଥିବା ପୁଅ ଓ ଝିଅମାନଙ୍କ ପାଇଁ ଅପ୍ରେଲ ମାସ ବହୁତ ଭଲ ଫଳ ପ୍ରଦାନ କରିବ। ମିଥୁନ ରାଶିର ସପ୍ତମ ଭାବ ଧନୁ ରାଶିର ଅଧିପତି ସ୍ୱୟଂ ବୃହସ୍ପତି ମହାଗ୍ରହ ନିଜ ରାଶି ଧନୁ ରାଶି ଉପରକୁ ଦୃଷ୍ଟି ଦେଉଥିବାରୁ ବହୁତ ଭଲ ଭଲ ଜାଗାରୁ ବିବାହ ପ୍ରସ୍ତାବ ଆସି ବିବାହ ସ୍ଥିର ହୋଇଯିବ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦେଖିବାକୁ ଗଲେ ଜଣାଯାଏ ଏପ୍ରିଲ ମାସରେ ମିଥୁନ ରାଶି ବ୍ୟକ୍ତିଙ୍କ ପାଇଁ ସ୍ୱାସ୍ଥ୍ୟଗତ ସମସ୍ୟା ମିଶ୍ରିତ ପ୍ରକାରର ରହିବ। ବୃହସ୍ପତି ମହାଗ୍ରହଙ୍କର ପ୍ରଭାବରୁ ଖାଦ୍ୟ ହଜମ ଜନିତ ପ୍ରକ୍ରିୟାରେ ଅବନତି ଆସିପାରେ। ସେଥିଯୋଗୁଁ ସମୟ ସମୟରେ ପେଟରେ ଯନ୍ତ୍ରଣା ସୃଷ୍ଟି ହେବାର ସମ୍ଭାବନା ରହିଅଛି। ମିଥୁନ ରାଶିର ଷଷ୍ଠ ଭାବର ଅଧିପତି ମଙ୍ଗଳ ଶନି ମହାଗ୍ରହଙ୍କ ସହିତ ଏକତ୍ର ରହିଥିବାରୁ ଦୁର୍ଘଟଣା ଘଟାଇବାର ମଧ୍ୟ ସମ୍ଭାବନା ଦେଖାଯାଏ। ସେଥିପ୍ରତି ସତର୍କ ରହିବେ। ମିଥୁନ ରାଶି ଜାତ ବ୍ୟକ୍ତି ଅପ୍ରେଲ ମାସରେ ଅଶୁଭତ୍ୱକୁ ଏଡ଼ାଇ ଶୁଭ ଫଳ ପାଇବା ନିମନ୍ତେ ପ୍ରତ୍ୟହ ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ। ପୁନଶ୍ଚ ମିଥୁନ ରାଶି ଜାତ ବ୍ୟକ୍ତି ନିଜର ଆରାଧ୍ୟ ଦେବତା ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ରହିଥିବା ସମସ୍ତ ଦୋଷ ଖଣ୍ଡନ ହୋଇ ମନବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।